ନା ବୋହିବୁ ମୁଁ ଡାଳମି ଖାଲି ମୁଁ ସିଆଡ଼େ ଯା ଏଇ ତ ଧାଇଁଲା ଆମର ମୂଷା ଛୁଆ ଯା ଯା ସିଆଡ଼େ ଯା। ହ୍ୟାଲୋ ସମସ୍ତଙ୍କୁ ନମସ୍କାର ଆଉ ଗୋଟିଏ ନୂଆ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ କରୁଛି। ଆମେମାନେ ଏଇନା ଆପଣମାନଙ୍କୁ ଗୋଟିଏ ଦୃଶ୍ୟ ଦେଖାଇବାକୁ ଯାଉଛୁ। ବର୍ତ୍ତମାନ ଆମ ପଣସ ଗଛରେ ଗୋଟେ ମାଙ୍କଡ଼ ଚଢ଼ିଛନ୍ତି। ସିଏ ଆଉ କେହି ନୁହନ୍ତି ସେ ହେଉଛନ୍ତି ଧ୍ରୁବ ସିଂ। ବୁଝିପାରୁଛନ୍ତି ତ ସେ ବର୍ତ୍ତମାନ ଗୋଟେ ଡାଳରେ ବାନ୍ଧିବେ ଦଉଡ଼ି ବାନ୍ଧିକି ସେଠି ଝୁଲେ ହେବେ। ବହୁତ ବର୍ଷ ହେଇଗଲାଣି ଧ୍ରୁବ ଛୋଟିଆଠୁ ବଡ଼ ହେଇଗଲା ଝୁଲେ ହେଇନାହାନ୍ତି। ତ ଆଜି ତାଙ୍କର କେମିତି ମନ ହେଇଛି ଟିକେ ଗଛରେ ଦଉଡ଼ି ବାନ୍ଧିକି ଟିକେ ଝୁଲିବେ। ଆଉ ଆମେମାନେ ତ ଏଠି ଠିଆ ହେଇଛୁ ଗଛ ଉପରେ। ନା ସୁସ୍ଥ ସବଳ ଗଛଟା ଅଛି ହଲି ନାଇଁ ପଡ଼ିବ। ଏଠି ଗୋଟେ ଘର ତିଆରି କରିବା ବୋଲି ହେଇ ଗାତ ଖୋଳିଥିଲୁ। ଆଉ କାନ୍ଥ ସିଧାର ଏଠି ଗୋଟେ ଗଛ ପଡ଼ିଗଲା। ବଡ଼ ଗଛ ନୁହେଁ ଛୋଟିଆ ଗଛଟା ପଣସ ଗଛଟା। ଆଉ ସେଇ ଗଛଟା ବି କାଟିଲୁ। ଆଉ ଯେହେତୁ ଏପଟେ କାନ୍ଥ ପଡ଼ୁଛି ନା ତା ମୁଢ଼ାଟାକୁ ବି କାଢ଼ିତେ ହେବ। ଆଉ ଅଧା ଖୋଳିଲୁ ହେଇ ଆଉ ଅଧା ଅଛି ବାପା କାଟୁଛନ୍ତି। ଆଉ ତା ଚେରଗା ଚନ୍ଦନ କାଠ ଭଳିଆ ଦେଖାଯାଉଛି ପୁରା। ଦେଖିଲେ ଜଣା ଯାଉନି ପଣସ କାଠ ବୋଲି। ଆଉ ଟିକେ ହଁ ଚେରଗା ମାନେ ଚେରଗା ସେମିତି କଲର ଦେଖାଯାଉଛି ଚନ୍ଦନ କାଠର ଚେର ମାନେ ଚନ୍ଦନ କାଠର କଲର ଭଳିଆ ଦେଖାଯାଉଛି ତା ଚେରଗା। ପଣସ ଗଛର ତା ଚେରଗା। ଧ୍ରୁବ କଣ କହୁଛୁ ମୁଁ ଜାଣିପାରୁନି। ଓହୋ। ଆଉ ତା ପାଖରେ ଗୋଟେ ଦେବଦାରୁ ଗଛ ଅଛି ହେଇ ଚେରଟା ହେଇ ପୁରା ଚନ୍ଦନ କାଠ ଭଳିଆ ଦେଖାଯାଉଛି। ପୁଷ୍ପାଟୁ ଦେଖିଥିଲି ନା ମନେ ପଡ଼ିଗଲା ପୁଷ୍ପାଟୁର ଚନ୍ଦନ କାଠ ଦେଖିକି ଏଇ କାଠର ମାନେ ପଣସ ଗଛର ତା ଚେରର ମ୍ୟାଚିଂ ହେଉଛି ତା କଲର। ଦେଖିନାହାନ୍ତି ଥରେ ଜଲ୍ଦି ଯାଇକି ଦେଖି ଦିଅନ୍ତୁ। ଆମେ ବେଶୀ ଲୋକ ସେଇ କାଠରେ ବଇଥିଲେ ନାଲିଆ ବେଶୀ ଦେଖାଯାଉଥିଲା ମନେ ପଡ଼ିଯାଉଛି। ଆମ କୋଦାଳ ଆଜି ଭାଙ୍ଗିଗଲା ମାନେ ତା ମୁଣ୍ଡାଟା ବି ତାଡ଼ିକି ଭାଙ୍ଗିଲୁ ମାନେ ଗଡ଼ିଗଲା ମୁଣ୍ଡା ବି ତାଡ଼ି ସାରିଲୁ। ଆଉ ପିଟିଥିଲି ଯଦି ଏଇଟା ଯେଉଁ ବାଉଁଶ ବେଣ୍ଟଟା ନା ଥରେ ମାରିଲି ଥରେ ହଲିଗଲା ମୁଣ୍ଡାଟା। ଆଉ ଥରେ ମାରିଲି ଆଉ ଟିକେ ହଲିଲା। ଆଉ ଥରେ ମାରିଲି ମୁଁ କଦିନ ଗଡ଼ିଯିବ ଆଉ ମାରିଲା ବେଳକୁ ଏଇଟା ଗଡ଼ିଲାନି ହେଲା ଏଇଟା ଭାଙ୍ଗିଗଲା। ହେଲା ଏଇଟା ଗୁଇଁଠା ଥରେ ମାରିଲେ ମାନେ ତଳେ ହାଣା ହେଇଥିଲା ନା ତା ପ୍ରଧାନ ମୂଳଟା କଟା ହେଇଥିଲା। ଆଉ ଥରେ ଗୁଇଁଠା ମାରିଲେ ପଡ଼ିଗଲା। ଆଉ ଏଇଟାର ମାରିଲେ ହେଲେ ଏଇଟା ଭାଙ୍ଗିଗଲା ଗଡ଼େଇ ପାରିଲାନି। କୋଉଠି ବି ଭାଙ୍ଗିଗଲା। ମୁଢା ବି ଭାଙ୍ଗିଲେ ଖାଲରେ ଅଛି ଏପର୍ଯ୍ୟନ୍ତ ଭାର୍କିବେ। ଗଛଟାକୁ ଚେର ସହ କାଢ଼ିକି ଅଲଗା ଜାଗାର ଲଗେଇବା। କେଉଁ ସାଇଡ଼୍ରେ ଗଛଟାକୁ ଲଗେଇଲେ ଠିକ୍ ହେବ ଜାଣିପାରୁନି। ଡିସାଇଡ଼୍ କଲୁ ଗଛଟାକୁ ଏଇ ସାଇଡ଼୍ର ଲଗେଇବା। ଆମେ ଗଛଟାକୁ ଏଇନା ଅଲଗା ଜାଗାରୁ ଆଣିକି ଲଗେଇଲୁ। ଏଇନା ପାଣି ଢାଳିବା। ଫାଇନାଲି ଆମେ ଗାତ ଖୋଳି ସାରିଲୁ। ଏଇନା ଆମର ପାଣି ଲେବୁଲ୍ ଚାଲିଛି। ଧ୍ରୁବ ପାଣି ଲେବୁଲ୍ କରିପାରୁଛୁ ତ? କେଡ଼େ ଉଞ୍ଚା ହେଲା କେଡ଼େ ଖାଲ ହେଲା ଜଣା ଯାଉନି। ସେଥିପାଇଁ ପାଣି ଲେବୁଲ୍ କରାହେଉଛି। ଖାଲ ତାଡ଼ି ସାରିକି ପାଣି ଲେବୁଲ୍ କଲୁ। ପାଣି ଲେବୁଲ୍ କରିସାରିକି ତଳେ ଯେତେ ଲେବୁଲ୍ କରୁଛି ଅଳ୍ପ ଅଳ୍ପ ଟିକେ ବାଲି ଢାଳିବା। ବାଲି ଢାଳି ସାରିକି ରଖିଦେବା। ଆଉ କାଲି ଯେତେବେଳେ ମିସ୍ତ୍ରୀ ଆସିଥିବ ସେ ବାଲି ଉପରେ ଇଟା ଯୋଡ଼େଇ କରିବ। ଆମେ ଏଇନା ଖାଲରେ ବାଲି ପକେଇବା। ବୁଝିଗଲ ତ ଧ୍ରୁବ? ଏମିତି ବୁଝିଲେ ସିନା ଖୁସି ଲାଗିବ ଆମକୁ। ଆପଣମାନେ ଯଦି ଅନେଇଥିବେ ଏମିତି ଭକୁଆ କରିକି ଆମେ କେମିତି ଜାଣିବୁ। ତୁ ତାହେଲେ ଏକଲା ଆଜି ବାଲି ଢାଳିବୁ ହେଲା। ଢାଳି ପାରିବୁ?
ନା ବୋହିବ ମୁଁ ଢାଳିମି ଖାଲି ମୁଁ ଆମେ ବାଲି ଢାଳି ସାରିଲୁ ଏନା ଭାଇ ଏଠି ସମାନ କରୁଛନ୍ତି ଲେବୁଲ କରୁଛନ୍ତି ବାଲି କୁକୁଡ଼ାଟା ଗୋଟେ ଦେଖତେ ଆସିଛି ଏଇଟା କ'ଣ କରୁଛନ୍ତି ଏଇଟା କୁକୁଡ଼ା ଆଉ ତା ଛୁଆମାନେ କହୁଛନ୍ତି ଆଗରୁ ତ ଏମିତି ନଥିଲା ଆଜି କ'ଣ ଏମିତି ବନେଇଛନ୍ତି ମାଟି ଏଠି ସେଠି ତାଡ଼ିକି ପକେଇଛନ୍ତି ଆଉ ତା ଛୁଆମାନେ ଡେଲି ଏପଟେ ଆସିକି ଘରେ ରହନ୍ତି ନା ଏପଟେ ତାଙ୍କ ରାସ୍ତା ଯିବା ଆସିବା କରନ୍ତି ଆଉ ଏଠି ଖାଲ ଯେହେତୁ ତାଡ଼ା ହେଇଛି ସେମାନେ ନୂଆ ନୂଆ ଭାବୁଛନ୍ତି ଏଇଟା ଆମ ଘର ନା ଆଉ କାହା ଘର ସେମିତି ଭାବୁଛନ୍ତି ଚାଉଳ ଖାଇବ ଆସିବୁ ଖାଇବୁ ହେଲା କୁକୁଡ଼ା ମାନେ ଦେଖତେ ଆସିଛନ୍ତି ଏଇଟା କ'ଣ ବଡ଼ର ନା କ'ଣ ତିଆରି କରୁଛନ୍ତି ନା ହାଇ ଗୋଟେ ଛୁଆ ପଶିଗଲାଣି ମୂଷା ଛୁଆ ଏଠି ପଶିବୁ ଯା ନା ଟିକେ ଦୌଡ଼ି ବୁଲିବୁ ଯା ସିଆଡ଼େ ଯା ଏଇ ତ ଧାଇଁଲା ଆମର ମୂଷା ଛୁଆ ଯା ସିଆଡ଼େ ଯା କୁକୁଡ଼ା ମାନଙ୍କ ସହିତ କଥା ହଉ ଟିକେ ବହୁତ ଡରୁଛି ଆମର ମୂଷା ଛୁଆ ଦିନେ ବି ଆସିନି ନା ଏପଟେ ଯା ସିଆଡ଼େ ଯା ଟିକେ ଦୌଡ଼ି ବୁଲିବୁ ଯା हाँ आज एकला आउज क्या ओई 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 आ पसी गला सेडे जा पड़ा सेडे जा घर जा ना सेपटे घर जीव था जा घर जा घर जा पड़ेला बापा ये कौन कर बापा ये ओहो से कोदाड़ा भांगी देती मुंडा ताड़िकी से कोदाड़ार गोटे बेंट नगौंट ना ईसा आम ध्रुव के देख पार केमती चंद्र भलिया घूर आम ध्रुव को देख पार केमती चक्र भलिया घूर श्रीकृष्ण भलिया केमती घूर कहना ध्रुव आउ थे घूरा ना इस एड़े बना ठीक है ध्रुव हाँ केमती केमती टिप केमती पाउछु हाँ तो एटी खाबू भीतर किस नबू कौन हाँ ओई जो धाली उठी थई छुटिया मुसा आज पाँच एतक पुणी देखा नेक्स्ट वीडियो रे।